हाय सांग मैंने नमस्कार जय जगन्नाथ। तो सांग मैंने आज हूँ लास्ट गुरुवार माने फोर्थ पाली। तो किसी लोग कहते फोर्थ पाली लास्ट गुरुवार आ किसी लोग कहते 5 पाली लास्ट गुरुवार। तो किंतु मो बापा घर मो शाशु घर आज ही मैंने लास्ट पालुंट। तो सकाଳେ सकाଳେ गाधे पाधे मुझे रेडी हो पलि आसती। हाँ कल राति मुझे सब पकई देती मैंने अन्न घरे। तो आर पाली मुझे जो पकई आम रूम रे तो आम अन्न भाउज देखिए कहले कि तुम बहुत भल चित्त पकाच तो आसिक आम टे पकईदेव। तो रातिर पकई मुझे कल आईंस खाई तो से आम रूम पकई नी। तो सकाଳେ ମୁଁ ଗାଧି ପାଧି ଆସିକି ରୁମ୍ରେ ଚିତା ପକେଇ ଦେଇଥିଲି। ତାପରେ ଠାକୁର ପୂଜା କରିଦେଇଥିଲି। ତାପରେ ଭାତୁଣୀ ବସେଇ ଦେଇଥିଲି। ପାଣି ତାତିଲା ପରେ ମୁଁ ଚାଉଳ ପକେଇ ଦେଇଥିଲି। ତାପରେ ଏଠି ପଳେଇ ଆସିଥିଲି ଡାଲମା ପାଇଁ ସବୁ ପନିପରିବା କଟାକଟି କରିବାକୁ। ଆଉ ଏଠି ଦେଖିପାରୁଥିବେ କଦଳୀ ମାନେ ଥୋଇ ଥୋଇକିନା ପାଚିଗଲାଣି। ମୋ ଶାଶୁ ଘରୁ ଯୋଉ ଆସିଥିଲା ଆପଣ ମାନେ ଦେଖିଥିବେ ଯୋଉ ଦିଦି ହେରିକା ଆସିଥିଲେ ତ ସେଠି ଆସିକି ପୁରା ପାଚି ଯାଇଥିଲା। ତାପରେ ଏଠି ମୁଁ ଯାଇ ମାନେ ମୁଗ ଯାଇ ତାକୁ ପାଣି ଦେଇଥିଲି ଯେହେତୁ ମୋ ଶାଶୁ ଘରୁ ଆସିଥିଲା। ତ ସେଟା ଦେଶୀ ମୁଗଟା ତ ସେଥିରେ ଗୋଡ଼ି ଟିକେ ଟିକେ ରହୁଛି ତ ସେଥିପାଇଁ ତାକୁ ପାଣି ଦେଇଥିଲି। ତ ଡାଲି ବସେଇ ଦେଇକି ତାପରେ ମୁଁ ପୁଣି ଥରେ ପଳେଇ ଆସିଥିଲି ଭଜା ପାଇଁ ସବୁ ପନିପରିବା କଟାକଟି କରିବାକୁ। ଆଉ ଏଠି ମୁଁ ଆଳୁ ଆଉ କୋବି ବିନ୍ସ ଭାଜିବାକୁ କାଟି ଦେଇଥିଲି। ତ ଆମ ଶାଶୁଘରୁ ଏତେ ସାରା ପରିବା ଆସିଛି ଯେ ମୁଁ କଣ କରିବି କିଛି ଭାବି ପାରୁନି। ତ ମୁଁ ଭାବିଲି କି ଡାଲମାକୁ ବିନ୍ସ ଆଳୁ ଭଜା କରିଦେବି। ତାପରେ ଭାତ ହେଇଯାଇଥିଲା, ଭାତ ଗାଳି ଦେଇଥିଲି। ଆଉ ମମି ଦେଇଥିଲେ ଗୋଟେ ନଡ଼ିଆ ତ କହିଥିଲେ କି ଲାଷ୍ଟ ପାଳି ଟିକେ କାକେରା ବନେଇଦେବୁ। ତ ଏଠି କାକେରା ବନେଇବାକୁ ନଡ଼ିଆକୁ ମୁଁ 10 ଥର ଫଟେଇବାକୁ ଚେଷ୍ଟା କଲି କିନ୍ତୁ ମାନେ ନଡ଼ିଆ ଫାଟିଲାନି। ତ ବାବୁଙ୍କ ପାଇଁ ଥୋଇଦେଲି। ତ କହିଲି କି ବାବୁ ଆସିଲେ ସେ ଫଟେଇଲେ ଯାଇକି ଯାହା କରିବି। ତାପରେ ଏଠି ଡାଲମା ହେଇଯାଇଥିଲା, ଡାଲମା ଫୁଟେଇ ଦେଇଥିଲି। ତାପରେ ସେ କଡ଼େଇରେ ମୁଁ ମାନେ ଭଜା ବିନ୍ସ ଆଉ କୋବି ଦେଇକି ତାକୁ ଫାଷ୍ଟ ଭାଜି ଦେଇଥିଲି। ତାପରେ ଆଳୁ ପକେଇ ଦେଇଥିଲି। ତ ଆଜି ବାସ୍ ଖାଲି ତେଲ ଭଜା କରିବି, ମାନେ ଟିକେ ହଳଦୀ ପକେଇବି ଆଉ ଲଙ୍କା ଫୁଟେଇକି ତାକୁ ତେଲ ଭଜା କରିବି। ତ ଏଠି ଦେଖିପାରୁଥିବେ ମୋର ଭଜା ରେଡ଼ି ହେଇଯାଇଥିଲା। ତାପରେ ବାବୁ ଆସି ଯାଇଥିଲେ, ନଡ଼ିଆ ଫଟେଇ ଦେଇଥିଲେ। ତ ତାକୁ ମୁଁ ଗ୍ରାଇଣ୍ଡରରେ ତାକୁ ମାନେ କରି ଦେଇଥିଲି ଯେହେତୁ କି ମୋତେ କୋରାରେ କରି ଆସେନି କି କୋରା ବି ମୋ ପାଖରେ ନାହିଁ। ତ ଏଠି କରି ଦେଇଥିଲି, ଦେଖିପାରୁଥିବେ ପୁରା ସଫ୍ଟ ହେଇଯାଇଛି, ମାନେ ପୁରା କୋରି ହେଇଯାଇଛି। ତାପରେ ତାକୁ କଡ଼େଇରେ ଚିନି ଆଉ ସେଟା ଦେଇକି ଭଲ ଭାଜି ଦେଇଥିଲି। ତ ଟିକେ ଭାଜିଲା ପରେ ତାକୁ ଟିକେ କ୍ଷୀର ଦେଇ ଦେଇଥିଲି। ତାପରେ ସିଏ ଭଲରେ ହେଇଗଲା ପରେ କୋରାଟା ତାକୁ କାଢ଼ି ଦେଇଥିଲି। ତାପରେ ସେଇ କଡ଼େଇରେ ମୁଁ କ୍ଷୀର ଆଉ ଟିକେ ଚିନି ତାପରେ ପାଣି ଦେଇକି ତାକୁ ଫୁଟିବା ଛାଡ଼ି ଦେଇଥିଲି। ତାପରେ ଟିକେ ଫୁଟିଗଲା ପରେ ତାପରେ ତାକୁ ସୁଜି ଦେଇକି ଜନ୍ତି ଦେଇଥିଲି। ଆଉ ହଁ ମୋତେ ଥଣ୍ଡା ହେଇଛି ବୋଲିକିନା ମୋ ଭଏସଟା ଏମିତି ଶୁଭୁଛି ତ ସେଥିପାଇଁ ମୋ ଭଏସ ଠିକ୍ରେ ଦେଇପାରୁନି। ତ ଏଠି ମୁଁ କ୍ଷୀରରେ ଜନ୍ତି ଦେଇଥିଲି। ଆଉ କ୍ଷୀରରେ ଆଜି ମୁଁ ଫାଷ୍ଟ ଟାଇମ୍ ଜନ୍ତିଥିଲି। ତାପରେ ଏଠି ମୁଁ କାକେରା କରିଦେଇଥିଲି। ଆଉ କାକେରା ବାବୁ ଦେଖିକି ପୁରା ହସି ହସି ଗଡ଼ିଗଲେ। ତ ଆପଣମାନେ ମୋ ଭିଡ଼ିଓ ଦେଖିଥିବେ ମୋ ଶାଶୁଘର କାକେରା କେମିତି କରନ୍ତି। ତ ମୁଁ ଏମିତି ଯୋଉ କରିଛି ବାବୁ କହିଲେ ମଣ୍ଡା ପିଠା। ତ ସେ ବହୁତ ହସୁଥିଲେ। ତାପରେ ମୁଁ ଟିକେ ଗୋଟେ ଦିଟା ନେଇକି ଛାଣି ଦେଇଥିଲି ଯେହେତୁ ମୋ ତେଲରେ ଟିକେ ମୋତେ ଛାଣିବାକୁ ଡର ଲାଗେ ବୋଲିକିନା ଗୋଟେ ଦିଟା ଏମିତି ଛାଣି ଦେଇଥିଲି। ଆଉ କ୍ଷୀରରେ ଯେହେତୁ ମୁଁ ଯନ୍ତଣୀଟା କରିଥିଲି ପୁରା ସଫ୍ଟ ହେଇଥିଲା, ବହୁତ ମସ୍ତ ହେଇଥିଲା। ତ ତା ଭିତରେ ବାବୁଙ୍କୁ ମୁଁ ଖାଇବାକୁ ଦେଇ ଦେଇଥିଲି। ତ ସେ ଖାଇ ଦେଇଥିଲେ। ତାପରେ ମୁଁ ବି ଏଠି ଆଣିକି ଖାଇ ଦେଇଥିଲି ଭାତ ଡାଲମା ଭଜା ଆଉ ସାଲାଡ। ତ ଖିଆପିଆ ସରିଲା ପରେ ଅନ୍ୟ ଘର ପଠେଇଦେଲେ ଘାଣ୍ଟ ତରକାରୀ ଆଉ କ୍ଷୀରି ବାବୁଙ୍କୁ କେତେ ପସନ୍ଦ ଆପଣମାନେ ତ ଜାଣିଛନ୍ତି।